ତେଣୁ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସେ ସମଗ୍ର ସାହିତ୍ୟିକ ଜଣେ ସାହିତ୍ୟିକ ଭାବେ ପରିଚିତ ହେଲେ ମଧ୍ୟ ଓ ବିଭିନ୍ନ ପ୍ରକାର ସାହିତ୍ୟର ବହୁତ ଦିଗରେ ଲେଖା କରିଥିଲେ ମଧ୍ୟ ତାର ସୃଷ୍ଟି ସାଧାରଣ ଲେଖା ରଚନା କରିଥିଲେ ମଧ୍ୟ ଜଣେ ପ୍ରାବନ୍ଧିକ ଭାବରେ ସେ ବେଶ ପରିଚିତ। ତେଣୁ ପ୍ରବନ୍ଧ ଗୁଡ଼ିକ ତାଙ୍କର ଲେଖା ଗୁଡ଼ିକ ଉଚ୍ଚ ପର୍ଯ୍ୟାୟର ଥିଲା। ତାଙ୍କର ସାହିତ୍ୟିକ ଅନ୍ୟମାନଙ୍କ ସାହିତ୍ୟ ଭାଷା ଶୈଳୀ ଧରଣର ଲେଖା ଏଇ ବିଷୟରେ ତମେ ଜାଣିପାରିବ କୋଉଭଳି ଭାବରେ ଜିନିଷକୁ ନେଇକି ବୁଲେଇ ବାଙ୍କି ଗୋଟେ ସାଧା କଥାକୁ ବୁଲେଇ ବାଙ୍କି କେମିତି ବର୍ଣ୍ଣନା କରିକି ଲେଖିଛନ୍ତି। ତାଙ୍କର ବର୍ଣ୍ଣନା ଶୈଳୀ ଅତ୍ୟନ୍ତ ଉଚ୍ଚ କୋଟିର ଏବଂ ସିଏ ଜଣେ ପ୍ରାଚୀନିକ ଭାବରେ ଓଡ଼ିଶା ସାହିତ୍ୟରେ ବେଶ ସୁନାମ ପରିଚିତ ହୋଇଥିଲେ। ଇତିହାସ ଓ ପ୍ରତ୍ନତତ୍ତ୍ୱକୁ ଭିତ୍ତି କରି ପ୍ରବନ୍ଧ ରଚନା କରିବାରେ ତାଙ୍କର ମୌଳିକତା ସୁସ୍ପଷ୍ଟ ପ୍ରକାଶିତ ପାଣିଗ୍ରାହୀ ସାରସ୍ୱତ ସୃଷ୍ଟିଗୁଡ଼ିକ ପ୍ରତ୍ୟେକ ବିଶ୍ଳେଷଣ ତାଙ୍କର ଲେଖା ଗୁଡ଼ିକ ସବୁ ଥିଲା ତଥ୍ୟଯୁକ୍ତ ସବୁ ବିଭିନ୍ନ ତଥ୍ୟକୁ ନେଇକି ତାଙ୍କର ସାହିତ୍ୟ ଗୁଡ଼ିକୁ ସୃଷ୍ଟି କରିଛନ୍ତି ଏବଂ ବିଶ୍ଳେଷଣାତ୍ମକ ମଧ୍ୟ ବାସ୍ତବତା କଳ୍ପନା ସମାଜ କୃଷ୍ଣଚନ୍ଦ୍ରଙ୍କ ପ୍ରବନ୍ଧ ଅଧିକ ଶିକ୍ଷାଦାନ କରାଯାଇଛି। ତାଙ୍କର ବିଷୟରେ ତାଙ୍କର ଯୋଉ ଲେଖା ଗୁଡ଼ିକ ଅଛି ପ୍ରବନ୍ଧ ହଉ বা গদ্য সাহিত্য বেসিক্যালি বেশি লিখতে প্রবন্ধ হো তোমার আপন প্রবন্ধ লেখা সে প্রাবন্ধিক ভাবে তো বেশ পরিচিত কিন্তু যেহেতু সে সাহিত্যিক ভাবে মধ্যে পরিচিত তেমন সাহিত্যিকর অন্য সাহিত্য মধ্যে সে লেখে প্রবন্ধ সাহিত্য কিন্তু প্রবন্ধ তাଙ୍କର ଅଧିକ ପ୍ରବନ୍ଧ ସାହିତ୍ୟ ଗୁଡିକ ଅଧିକ ତାଙ୍କର ଲେଖା ଗୁଡ଼ିକରେ ତେଣୁ ସେଥିରେ ସେ ବାସ୍ତବତା ଆଉ କଳ୍ପନାର ସମନ୍ୱୟ ତାଙ୍କର ପ୍ରବନ୍ଧ ସାହିତ୍ୟରେ ବାସ୍ତବତା ଥିଲା କିଛି କଳ୍ପନା ମଧ୍ୟ ଥିଲା। ଯେମିତି କି ପୁଷ୍ପପୁର ବର୍ଷା ବରଣ ଯୋଉ ସାହିତ୍ୟଟି ଲେଖିଛନ୍ତି ବର୍ଷାକୁ ଡାକୁଛନ୍ତି ନିମନ୍ତ୍ରଣ ସାଦର ଆମନ୍ତ୍ରଣ କରୁଛନ୍ତି ଉତ୍କଳରେ ଢାଳିବା ପାଇଁ ବା ବାରିକାଟ କରିବା ପାଇଁ ତା ଦେହରେ ସେ ବହୁତ କଳ୍ପନା ମଧ୍ୟ ମିଶେଇଛନ୍ତି। ଯେମିତି କି ଗୋଟେ ପ୍ରଥମ ଘଟରେ ପ୍ରଥମ ପେଜରେ ତମର ଅଛି ଗୋଟେ ଯକ୍ଷ ବିରଳୀ ଯକ୍ଷ କିପରି ବର୍ଷା ମାଧ୍ୟମରେ ଖବର ପଠେଇଥିଲା ଚିଠି ପଠେଇଥିଲା ତ ଗୋଟେ ବର୍ଷା ହାତରେ ଚିଠି ପଠେଇବାଟା କଳ୍ପନା ନୁହେଁ ସତ ସତ ବର୍ଷାର ହାତ ଅଛି ଚିଠି ଦେଇକି ଯିବ ଚିଠି ଦେବ କିନ୍ତୁ ବର୍ଷା ଝରିବ ଫସଲ ହବ ସେଇଟା ବାସ୍ତବିକ କଥା ସେଇଟା ବାସ୍ତବିକ କଥା ଏବଂ ତା ସହିତ ସେ କଳ୍ପନାକୁ ମିଶେଇକି ବାସ୍ତବ ଆଉ କଳ୍ପନା ସମନ୍ୱୟର ମିଶେଇକି ଅତି ସୁନ୍ଦର ଭାବରେ ତାଙ୍କର ସୁମଣିଭୂମି ପ୍ରବନ୍ଧ ସାହିତ୍ୟ ଗୁଡ଼ିକ ରଚନା କରିଥିଲେ। ତାଙ୍କର ରଚିତ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ଗୋଟେ ତାଙ୍କର ଦ୍ୱାରା ରଚନା କରାଯାଇଥିବା ଗୋଟେ ଥିଲା କଣ ନା ଅଛି ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ଜିଲ୍ଲାର ସଂସ୍କୃତି ଯାଜପୁର ଜିଲ୍ଲାର କିଛିଟା ଭୌଗୋଳିକ ପରିସୀମା ଏବଂ ତାର ସଂସ୍କୃତି କଳା ତାର ସ୍ଥାପତ୍ୟ ସବୁ ନେଇକି ଗୋଟେ ରଚନା କରିଛନ୍ତି। ଇତିହାସ ଯାଜପୁରର ଭୂମିକା କଣ ଗୋଟେ ଜିଲ୍ଲା ଆମର କେତେଟା ଜିଲ୍ଲା ଅଛି ତାର ଯାଜପୁର ମଧ୍ୟ ଗୋଟେ ଜିଲ୍ଲା ଇତିହାସ ଯାଜପୁରର କଣ ଇତିହାସରେ ତାର ଭୂମିକାଟା କଣ ସେସବୁ ନେଇକି ଦେଖିଛନ୍ତି ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ସାରଳା ସାହିତ୍ୟ ଐତିହାସିକ ଚିତ୍ର ଭାରତୀୟ ପ୍ରତ୍ନତତ୍ତ୍ୱ ଇତିହାସ ଓ କିମ୍ବଦନ୍ତୀ ପ୍ରବନ୍ଧ ମାନସ ଓ ତାଙ୍କର ଗବେଷଣା ନିବନ୍ଧ ଆର୍କୋଲୋଜିକାଲ ରିମେନସ୍ ଆଟ୍ ଭୁବନେଶ୍ୱର ଏବଂ ଆର୍କୋଲୋଜିକାଲ ଗବେଷଣା ଆଉ ନିବନ୍ଧ ପ୍ରବନ୍ଧ ଗୁଡ଼ିକ ସାଧାରଣ ପ୍ରାୟତଃ ଏକା ନିବନ୍ଧ ସାହିତ୍ୟ ପ୍ରବନ୍ଧ ଏକା ବାସ୍ତବିକରେ ସେଟା ଏକା ନୁହେଁ ନିବନ୍ଧ ଗୁଡ଼ିକ ସବୁ ଗବେଷଣାତ୍ମକ କରିଥାଏ ଏକ୍ସପେରିମେଣ୍ଟାଲ ଷ୍ଟଡି ନେଇକିନା ଲେଖାଯାଏ ନିବନ୍ଧ ଗୁଡ଼ିକ ଯୋଉଟାକି ପ୍ରବନ୍ଧ ଗୁଡ଼ିକ ତେଣୁ ଏଇଟା ମଧ୍ୟ ସେ ଗୋଟେ ନିବନ୍ଧ ଲେଖିଥିଲେ ଗବେଷଣାତ୍ମକ ନିବନ୍ଧ ତାପରେ ଗୋଟେ ଆତ୍ମଜୀବନୀ ବହୁତ ସମୟ
ऐतिहासिक कृष्णचंद्र पाणिग्राही केउं जिल्लाରେ जन्म प्रथमतः से मयूरभंज जिल्लार किचिंगଠାରେ जन्मग्रहण କରିଥିଲେ ସେଇଥିପାଇଁ ଯେହେତୁ ଲେଖକ ଓଡ଼ିଶାର ଉତ୍ତରର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ କରିଥିଲେ ଯେହେତୁ ସେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ତେଣୁକରି ଏଇ ଯୋଉ ପୁଷ୍ପପୁରରେ ବର୍ଷା କରନ୍ତି ଲେଖିଛନ୍ତି ଯୋଉଥିରେ କି ଲେଖକକୁ ଡାକୁଛନ୍ତି ଯେ ସେ ଅଛି କୋଉଠି ପାଟନାରେ ପାଟନାରେ କୋଉଠି ଏଇ ବିଷୟରେ କଣ ପୁଷ୍ପପୁର ପୁଷ୍ପପୁରରେ ପୁଷ୍ପପୁର ସାଇଡ୍ ପୁଷ୍ପପୁରରେ ଅଛନ୍ତି ବର୍ଷା ପୁଷ୍ପ ଲେଖକ ଯେତେବେଳେ ପୁଷ୍ପପୁରରେ ଅଛନ୍ତି ସେଇ ସମୟରେ ଖରା ପାଗ ସରିଛି ଖରା ଋତୁଟା ତମର ସରିଛି ବର୍ଷାର ଆଗମନ ହେଇଛି ଖରାରେ କଣ ହୋଇଥାଏ ମାଟି ଫାଟିକି ଆଁ କରିଯିବ ଗଛ ଗୁଡାକ ଶୁଖିଯିବ ଶୁଖି ଯାଇଥିବ ପତ୍ର ଗୁଡିକ ସବୁ ପତ୍ର ଗୁଡିକ ଶୁଖିକି ଖରାରେ ତାପରେ ଗ୍ରୀଷ୍ମର ଉତ୍ତାପରେ ଗ୍ରୀଷ୍ମ ଗୁଡାକ ମାଟି ମାଟି ହେଇକି ପଡିକି ରାସ୍ତା ଯାଇଥାଏ ଯେତେବେଳେ ମେଘ ପଡିବ ପୁରା ସବୁଜ ସବୁଜ ହେଇଯାଏ ସବୁଜ ସବୁଜ ହେଇଯାଏ ଆଉ ଖରା ଦିନରେ କିନ୍ତୁ ଦୃଶ୍ୟ ଗୁଡିକ ବର୍ଣ୍ଣନା ମଧ୍ୟ କରାଯାଇଛି ଖରା ଦିନେ ମାଟି କେମିତି ଫାଟିକି ଆଁ କରିଥିବ ଗଛ ବୃକ୍ଷର ରଙ୍ଗର ପତ୍ର କିଛି ନଥିବ ଶୁଖିଲା ଗଛ ଗୁଡିକ ଦେଖାଯାଉଥିବ ଏବଂ ଆଉ ଗୋଟେ ଧାନ ଗଛ ଗୁଡିକ ଧାନରେ ଗଛ ବି ବର୍ଷା ଋତୁରେ ତାପରେ ରଜ ପରେ କରନ୍ତି ଚାଷ କରନ୍ତି କାର୍ଯ୍ୟ ଆରମ୍ଭ ହେଇଯାଏ ତାପରେ ମୌସୁମୀ ସେ ବର୍ଷା ହୁଏ ଧାନ ଫସଲ ଭଲ ହୁଏ ତ ସେଇଠି ଯେତେବେଳେ ବର୍ଷା ଯେତେବେଳେ ପୁଷ୍ପପୁରରେ ଅଛନ୍ତି ଯାଇକି ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ସେଇଠି ବର୍ଷାର ଆଛନ୍ତି ବର୍ଷା ପଡିଛି ଯେତେବେଳେ ସେ ଦେଖିଛନ୍ତି ବର୍ଷାକୁ ଏବଂ କହୁଛନ୍ତି ବର୍ଷା ତୁ ଏଇଠି ତୋର ସ୍ୱ କାର୍ଯ୍ୟକୁ ସାରିବି ତୁ ଏଠିକି ଆସିଛୁ ଯୋଉ କାମ ପାଇଁ ଏଠି କାମକୁ ସାରିକି ତୁ ଯିବୁ ଉତ୍କଳରେ ମଧ୍ୟ ଟିକେ ତୋର ଆଶୀର୍ବାଦ ଦବୁ ଟିକେ ବର୍ଷା ଧରିବୁ କାରଣ ଉତ୍କଳ ମାଟି ଆଜି ମାଟିକି ଆଁ କରିଛି ହାହାକାର ହଉଛି ଉତ୍କଳ ମାଟି ବର୍ଷା ଯେତେବେଳେ ଉତ୍କଳକୁ ପଠେଇଛନ୍ତି ବର୍ଷାକୁ ସିଏ ଏଠି ଜଣେଇବାକୁ ଚାହୁଁଛନ୍ତି ତାଙ୍କ ଲେଖା ମାଧ୍ୟମରେ ଉତ୍କଳର ଭୌଗୋଳିକ ପରିସୀମାକୁ ମଧ୍ୟ ଦର୍ଶାଇଛନ୍ତି ଓଡ଼ିଶା ଉତ୍କଳର ଆଜିର ନାମ କଣ ଓଡ଼ିଶାର ପୂର୍ବ ଉତ୍କଳ ତେଣୁ କରିକି ସେ ଉତ୍କଳ ବୋଲି ଯୋଉ ସମ୍ବୋଧନ କରିଥିଲେ ଓଡ଼ିଶାକୁ ଓଡ଼ିଶାରେ ବିଭିନ୍ନ ଜିଲ୍ଲା କୋଉ ଜାଗାରେ ଅଲଗା ଜିଲ୍ଲା ଗୁଡିକ ଅଛି ସେ ତ ଜିଲ୍ଲା ବ୍ୟାଖ୍ୟା କରିବା 30ଟା ଜିଲ୍ଲା କରିବା ଟିକେ ସମ୍ଭବ ନୁହେଁ ଯଦି ବି ସମ୍ଭବ ହବ ଗୋଟେ କ୍ଲାସ ଗୋଟେ ବିଷୟରେ ରଖିବା ସମ୍ଭବ କରିବି ଯଦି 30ଟା ଜିଲ୍ଲାରେ କୋଉଠି ଜାଗା ଅଛି କଣ ତାର ଇମ୍ପୋର୍ଟାନ୍ସ କଣ ରଖିବା ତାକୁ ବହି ତେଣୁକରି କିଛିଟା ଜିଲ୍ଲାକୁ ନେଇକି ସିଏ ଏଇ ବର୍ଷା ବର୍ଣ୍ଣନାରେ ବ୍ୟାଖ୍ୟା କରିଛନ୍ତି ତା ଭିତରୁ ଯେତେବେଳେ ବର୍ଷାକୁ ପଠାଉଛନ୍ତି ଗୋଟେ ପରେ ଗୋଟେ ଏଇ ଜିଲ୍ଲା ଦେଇକି ତୁ ପରିକ୍ରମା କରିବୁ ମେଘ ଧାରେ ଧାରେ ଯିବୁ ବାରିପଦା କରିକି ଯିବୁ ପ୍ରଥମେ ସେ କୋଉ ଜିଲ୍ଲାଟାକୁ ପଠାଇଛନ୍ତି ତାଙ୍କର ଜିଲ୍ଲା ତାଙ୍କର ଜନ୍ମସ୍ଥାନ ହଉଛି ମୟୂରଭଞ୍ଜ ତେଣୁ ସେ ପ୍ରଥମେ ତାଙ୍କର ମୟୂରଭଞ୍ଜ ଜିଲ୍ଲାରୁ ହିଁ ଆରମ୍ଭ କରିଛନ୍ତି ବର୍ଷାକୁ ପଠାଉଛନ୍ତି ଗୋଟେ ପରେ ଗୋଟେ ମୟୂରଭଞ୍ଜ ଦେଇକି ପ୍ରଥମେ ସବୁ ପାହାଡିଆ ଅଞ୍ଚଳ ତାପରେ ସମୁଦ୍ର ଉପକୂଳବର୍ତ୍ତୀ ମାଳ ପ୍ରଥମେ ମାଳଭୂମି ଅଞ୍ଚଳ ବା ପାହାଡିଆ ଅଞ୍ଚଳ ତାପରେ ପରେ ବର୍ଷାକୁ ପଠେଇଛନ୍ତି ସମୁଦ୍ର ଆଉ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳକୁ ଧରି ଦେଇଯିବାକୁ ବା ସବୁ ସେଇଆଡେ ବର୍ଷା ଟୋପେ ଟୋପେ ପକେଇ କରନ୍ତି ତ ସେଇ ଜାଗାରେ ତାଙ୍କ ଘର କହିକି ସେଇ ଜିଲ୍ଲାର ବର୍ଣ୍ଣନା କରିଛନ୍ତି ପ୍ରଫେସର ପାଣିଗ୍ରାହୀ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ଓ ମୋ ସମୟରେ ଓଡ଼ିଶା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଦୁଇଟା ବଡ ବଡ ସାରସ୍ୱତ ପୁରସ୍କାର ପ୍ରଥମଟା ହେଲା ପଦ୍ମଶ୍ରୀଟା ଖାଲି ସାହିତ୍ୟିକ ପାଇଁ ଦିଆଯାଏନି ବିଭିନ୍ନ ଦିଗରୁ ପ୍ରତିବର୍ଷ ବିଭିନ୍ନ ଦିଗରୁ ଲୋକଙ୍କୁ ଦିଆଯାଏ ଖାଲି ଯେ ସାହିତ୍ୟିକଙ୍କୁ ଦିଆଯାଏନି ତମର ଖାଲି ଡକ୍ଟର ମାନଙ୍କୁ ସାଇଣ୍ଟିଷ୍ଟ ମାନଙ୍କୁ ଛାଡ଼ିଦେଲେ ଆଉ ସମସ୍ତ ବିଭାଗର ବେଷ୍ଟ କରିଥିବା ଲୋକମାନଙ୍କୁ ପଦ୍ମଶ୍ରୀ ଏସବୁ ଉପାଧି ଦିଆଯାଏ ଇଏ ମଧ୍ୟ ପଦ୍ମଶ୍ରୀ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ପାଇଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏଇଠି ଆମର ସାରସ୍ୱତ ସାଧକମାନଙ୍କୁ ଦିଆଯାଏ ଓଡ଼ିଶା ସାହିତ୍ୟ ଏକାଡେମୀ କେନ୍ଦ୍ର ସାହିତ୍ୟ ଏକାଡେମୀ ସାହିତ୍ୟିକ ମାନଙ୍କୁ ମିଳେ ସାରସ୍ୱତ ସାଧକମାନଙ୍କୁ ମିଳିଥାଏ ତାଙ୍କୁ କଣ ସାହିତ୍ୟ ଏକାଡେମୀ ମିଳିଥିଲା ଯୋଉ ସମୟରେ ଓଡ଼ିଶା ଲେଖା ପାଇଁକି
ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ତେବେ ପୁଷ୍ପପୁରାଣ ବର୍ଷା ବରଣ ସମ୍ପର୍କରେ ଲେଖକ କଣ କହୁଛନ୍ତି? ଐତିହାସିକ ଆମକୁ ତମେ ଲେଖକ କୁହ ବା ଐତିହାସିକ କୁହ ବା ପ୍ରାବନ୍ଧିକ କୁହ, କିନ୍ତୁ ଯେତେବେଳେ ରଙ୍ଗଶ୍ରୀ ଲେଖୁଛନ୍ତି ଯେହେତୁ ଏଇଟା ଆମେ ଗୋଟେ ପ୍ରବନ୍ଧ ପଢୁଛେ ତେଣୁ ପ୍ରାବନ୍ଧିକ ବୋଲି କହୁଛନ୍ତି ବୋଲି ଭଲ ରହିବ, କିନ୍ତୁ ମନେ ନ ପଡିଲେ ଲେଖକ ଲେଖିବାର ବା ଐତିହାସିକ ଲେଖିବାର କିଛି ଅସୁବିଧା ପ୍ରାବନ୍ଧିକ ଲେଖିଲେ ଭଲ ହେଇଯିବ। ତେଣୁ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଯାଚିକା ପ୍ରାବନ୍ଧିକ ସାହିତ୍ୟରେ ବର୍ଷା ବରଣ ଏକ ପ୍ରାଚୀନ ପରମ୍ପରା। ସାହିତ୍ୟରେ ବର୍ଷାକୁ ବରଣ କରିବା ବା ବର୍ଷାକୁ ନିମନ୍ତ୍ରଣ କରିବା, ସାଗର ନିମନ୍ତ୍ରଣ କରିବା ସାହିତ୍ୟରେ ଗୋଟେ ସୁପ୍ରାଚୀନ ପରମ୍ପରା। ଅତ୍ୟନ୍ତ ପ୍ରାଚୀନ କାଳରୁ କେଉଁ ଆବାହନ ଯୁଗରୁ ସାହିତ୍ୟକୁ ବରଣ କରାଯାଇଛି, ଡକା ହୋଇଛି 62 କରି ବନା ରହିଛି। ସରି ସାହିତ୍ୟ ବର୍ଷାକୁ ସାହିତ୍ୟରେ ପ୍ରାଚୀନ ଯୁଗରୁ କାହିଁକି କହୁଛି, ଯେତେବେଳେ ତମର କାଳିଦାସ ସାହିତ୍ୟ ରଚନା କରୁଥିଲେ ସେତେବେଳେ ମଧ୍ୟ ସେ ବର୍ଷାକୁ ନିମନ୍ତ୍ରଣ କରୁଥିଲେ, ବର୍ଷାକୁ ଡାକୁଥିଲେ। ଖାଲି ସେତିକି ନୁହେଁ, ଅଲଗା ସାହିତ୍ୟିକ ମାନେ ମଧ୍ୟ ତାଙ୍କ ଲେଖା ମାଧ୍ୟମରେ ବର୍ଷା ବିଷୟରେ ଲେଖିଛନ୍ତି ଏବଂ ବର୍ଷାକୁ କିପରି ଉତ୍କଳକୁ ହଉ ବା ତାଙ୍କ ଜାଗାକୁ ହଉ ଆମନ୍ତ୍ରଣ କରିବାର ସୂଚନା ମଧ୍ୟ ଅଛି। ଏଇଟା ନୂଆ ନୁହେଁ ଯେ ପ୍ରଥମ କରିକି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କର ଲେଖାରେ ବର୍ଷାକୁ ବରଣ କରୁଛନ୍ତି ବା ତାକୁ ନିମନ୍ତ୍ରଣ କରି ଡାକୁଛନ୍ତି ଉତ୍କଳକୁ। ସାହିତ୍ୟରେ ପରମ୍ପରା ବହୁତ ପ୍ରାଚୀନରୁ ଅଛି ବା ହେଇ ଆସୁଛି। ଅନ୍ୟ ଲେଖକ କୁହନ୍ତୁ ବା କବି ଲେଖିଛନ୍ତି ସାହିତ୍ୟରେ ବର୍ଷା ବରଣ ଏକ ସୁପ୍ରାଚୀନ ପରମ୍ପରା। ମହାକବି କାଳିଦାସ ବର୍ଷାକୁ ଦୂତ କରି ପ୍ରଣତି ନିକଟକୁ ପଠାଇଛନ୍ତି। ତେବେ କାଳିଦାସଙ୍କର ରଚନାରେ ସେ ବର୍ଷାକୁ ଦୂତ କରିକି ନିଜ ପ୍ରଣୟିନୀ ନିକଟକୁ ପଠାଇଛନ୍ତି। ଏଇଟା କୋଉଟା କହିଲେ, ଯୋଉ କାବ୍ୟଟା ଆମେ ଏଇଠି ପଢିବା ତମର ବିରହୀ ଯକ୍ଷ, ସିଏ ବର୍ଷା ହାତରେ ଚିଠି ପଠେଇଛି ତାର ପ୍ରେମିକ ଖବର ପଠଉଛି। ତେବେ ପ୍ରାବନ୍ଧିକ ପାଣିଗ୍ରାହୀ ସେଇ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବ ଗାନ କରିବା ପାଇଁ ବ୍ୟବହାର କରିଛନ୍ତି। ତେବେ ଏଇଠି ଲେଖକଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜର ଜନ୍ମଭୂମିର ଗୌରବ ଗାନ କରିବା, ନିଜର ଜନ୍ମଭୂମି ଓଡ଼ିଶା ଉତ୍କଳ ମାଟିର ଗୌରବ ଗାନ କରିବା। ସିଧାସଳଖ ଭାବରେ ଉତ୍କଳରେ ଏଇଟା ଅଛି ଏଇଟା ଅଛି ଏଇଟା ଅଛି ଗୋଟେ ଲୋକ ଶୁଣିବେ କାହିଁକି, ଯାହାର ଜାଣିବାକୁ ଇଚ୍ଛା ଥିବ ସେ ଶୁଣିବ କି ଜାଣିବ, କିନ୍ତୁ ଗୋଟେ ସାହିତ୍ୟରେ ରଖିକି ତାକୁ ଟିକେ ବିଭିନ୍ନ ଆମେ ସାଧାରଣତଃ ସିଧା କଥା କହିଲେ ଯୋଉ ଗୋଟେ କଥା ମାନେ ସୂଚନା ତାଙ୍କୁ ଦବା କଥା, ଯଦି ଗୋଟେ ଗପ ମାଧ୍ୟମରେ ଦେବି ମନ ଦେଇକି ଲୋକ ଶୁଣିବେ। ଗପ ଗୀତ ଲୋକ ମନ ଦେଇକି ଶୁଣିବେ, ମନ ହବନି ଶୁଣିବା ପାଇଁ, ବୋର ହେଇଯିବ। ତେଣୁକରି ଏଇଠି ସେ ସବୁ ଜାଗାରେ ଓଡ଼ିଶାର ସୀମା ଭୌଗୋଳିକ ସୀମା କଣ ହେଇଛି କିମ୍ବା ତାର ଗୁଣଗାନ କରାଯାଇଛି। ଇଏ ଟିକେ ନୂଆ କରି ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କଲେ ଯେ ବର୍ଷା ମାଧ୍ୟମ ବର୍ଷାକୁ ଆସିବୁ ତୁ ଏଇଠି ଢାଳିବୁ, ଏଇ ଜାଗାରେ ଆମର ଫସଲ ଭଲ ହୁଏ, ଏଇଟା ଏଇ ଜାଗାଟା ଏଇଥିପାଇଁ ପ୍ରସିଦ୍ଧ, ଏ ସମସ୍ତ ଜିନିଷ ମଧ୍ୟ ବର୍ଣ୍ଣନା କରିଛନ୍ତି। ତେଣୁ ସେ କହିଲେ ସୁଜଳ ସୁଫଳ ଶସ୍ୟ ଶ୍ୟାମଳ ଉତ୍କଳ ଭୂମିର ଅବହେଳିତ ବର୍ତ୍ତମାନ ବିଷୟରେ ଉପର ସେହି ଗୌରବ ଫେରାଇ ଆଣିବା ସେ ପ୍ରେରଣା ପ୍ରଦାନ କରିଛନ୍ତି। ସୁଜଳ ସୁଫଳ ସବୁବେଳେ ସୁଜଳା ପାଣି ଭର୍ତ୍ତି ଥିବ ଉତ୍କଳ ମାଟିରେ, ସବୁବେଳେ ଫଳ ଫଳୁଥିବା ଉତ୍କଳ ମାଟି, ସବୁବେଳେ ଶସ୍ୟ ଶ୍ୟାମଳ ରଙ୍ଗରେ ଶସ୍ୟ ତମର ଯୋଉ ଫସଲରେ ରଙ୍ଗ, ଏଇ ଶ୍ୟାମଳ ଅର୍ଥ ହେଲା ଆମେ ରଙ୍ଗକୁ ଯଦି ଯିବା ଶ୍ୟାମଳ ରଙ୍ଗ କି ରଙ୍ଗ, ଶ୍ୟାମଳ ଶ୍ୟାମ ଘନ ତାକୁ କହୁଛି କୃଷ୍ଣଙ୍କୁ କହୁଛେ ଶ୍ୟାମଳ। କିନ୍ତୁ ଯଦି ଶସ୍ୟ ଶ୍ୟାମଳ କହୁଛେ ତାହେଲେ ସେ ଶ୍ୟାମଳ ଶ୍ୟାମଳା କହିଲେ ଆମେ ସବୁଜ ରଙ୍ଗ, ଶସ୍ୟ ଗୁଡାକ ଗଛ ପତ୍ର ଗୁଡାକ କି ରଙ୍ଗ ସବୁଜ ରଙ୍ଗ। ଶସ୍ୟ ଶ୍ୟାମଳ ମାନେ ସବୁବେଳେ ସବୁଜ ହେଇକି ଗଛ ଗୁଡିକ ସତେଜ ହେଇକିନା ରହିଥିବ। ତେବେ ସେଇ ଭୂମିର ଆଉ ଉତ୍କଳର ପୁରୁଣା ଅତୀତର ଗୌରବ ଗୁଡ଼ିକ ଏସବୁ ପ୍ରସିଦ୍ଧ ଥିଲା। କୋଣାର୍କ ମନ୍ଦିର ଦେଖ ଗୋଟେ ସମୟରେ ଭଗ୍ନ ହେଇକି ପଡିଥାଏ। ଆଜିକା କଥା ତ ଲେଖକ ଜାଣିଛନ୍ତି ଲେଖକ କେବେଠୁ କରିଛନ୍ତି, ତ ଆଜି କୋଣାର୍କ ମନ୍ଦିର ଆଉ ଥରେ ତାକୁ ସୁନ୍ଦର କରିକି କରିଦେଇଛନ୍ତି, ଦେଖିଲେ ନୂଆ ନୂଆ ଲାଗୁଛି। ଗୋଟେ ସମୟ ଥିଲା ପୁରା ଭଗ୍ନ ଅବସ୍ଥାରେ ପଡିଥିଲା, ଭାଙ୍ଗି ଭୁଷିକି ପଡିଥିଲା, ଜନ ବେଳାଭୂମିରେ କେହି ଲୋକ ଯିବା ଆସିବା କରୁନଥିଲେ। ଆଜି ଶହ ଶହ ଲୋକ ଯାଉଛନ୍ତି ଦେଖିବାର ସ୍ଥାନ, ଦର୍ଶନୀୟ ସ୍ଥାନ ଯାଇକି ଶହ ଶହ ଲୋକ ପ୍ରତ୍ୟେକ ଦିନ ଯାଇକି ଦେଖୁଛନ୍ତି, ମନ ଖୁସି କରୁଛନ୍ତି, ରହୁଛନ୍ତି। ସେ ପାଖ ଆଖରେ ବହୁତ ସାରା ହୋଟେଲ ସବୁ ହେଇଗଲାଣି। ଗୋଟେ ସମୟ ସେଇ ସମୟରେ ସେଇଟା ପୁରା ବିଜନ ବେଳାଭୂମି, କେହି ସେଠିକି ଯାଉନଥିଲେ, ଭଗ୍ନ ଅବସ୍ଥାରେ ପଡିଥିଲା। ସେଇଟା ମୁଁ ପଚାରୁନି
ସେଇ ସମୟକୁ କବି ସରି ଲେଖକ ଏଠି କହିଛନ୍ତି ଯେ ସେଇ ସମୟର କଥା। ଆଉ ଗୋଟେ କଥା ହେଲା କୋଣାର୍କ ମନ୍ଦିର ଦେଖ ସମୁଦ୍ର ପାଖରେ ଥିଲା ହେଲା। ନହେଲେ ବାର ଯୋଉ 12 ବର୍ଷର କିଏ ଧର୍ମପଦ ଚଢିକି ଏବେ ଯୋଉ ଗୋଟେ କୋଣାର୍କ ମନ୍ଦିର ଆଉ ସମୁଦ୍ର ଡିଷ୍ଟାନ୍ସ ଟା ଅଛି ଏବେ କିଏ କଣ ସେ ଉଡିକି ସମୁଦ୍ର ପଡିଲା ଆଉ କୂଳରେ ପଡିଲା ସେ ଜଣ ମନେ ନୁହେଁ ସେ ତା ମାନେ ସମୁଦ୍ର କଣ ଥିଲା ସେତେବେଳେ ଲାଗିକି ନାହିଁ। ଏବେ ତ ଧୀରେ ଧୀରେ କେତେ ଦୂରକୁ ପଳେଇଲାଣି ନା କୋଣାର୍କ ମନ୍ଦିର ଯାଇଛ ନା କେତେ ଦୂରକୁ ଯାଇଛେ ସମୁଦ୍ର ପାଖରେ କଣ ବହୁତ ଦୂରକୁ ପଳେଇଲାଣି। ହଁ ବହୁତ ଦୂରକୁ ପଳେଇଲାଣି କିନ୍ତୁ ସେତେବେଳେ ସମୁଦ୍ର ପାଖରେ ଥିଲା ସମୁଦ୍ର ଆସିକି ପିଟି ହଉଥିଲା ମାନେ ତାର ଆବାଜ ଟା କୋଣାର୍କ ମନ୍ଦିରରେ ଶୁଣା ଯାଉଥିଲା କାରଣ ତ ସେଇ ଯୋଉ ଅତୀତର ଗୌରବ ଗୁଡିକ ଏବଂ ଅପଘଟିତ ବର୍ତ୍ତମାନ ଯୋଉଟା କହୁଛନ୍ତି ଲେଖକ ତାଙ୍କ ସବୁ ବର୍ତ୍ତମାନ ଆଜି ଯଦି ଆମେ ବର୍ତ୍ତମାନ ଧରିବା ଆଜି ଆମେ ବହୁତ ଡେଭଲପ କରିଗଲାଣି ସେଇ ଜାଗାରୁ ତ ଅବହେଳିତ ବର୍ତ୍ତମାନ କହିଲେ ଲେଖକ ଯୋଉ ସମୟରେ ଏଇ ଲେଖାଟିକୁ ଲେଖିଥିଲେ ସେଇ ସମୟରେ ଅତ୍ୟନ୍ତ ଅବହେଳିତ ଥିଲା ତେଣୁ କରିକି ତାଙ୍କ ସମୟ ସେ ବର୍ତ୍ତମାନ ଯେତେବେଳେ ଯୋଉ ଲୋକ ଯୋଉ ସମୟରେ ଲେଖୁଥିଲେ ସେଇ ସମୟଟା ତାପରେ ତ ବର୍ତ୍ତମାନ ତେଣୁ ସେ ବର୍ତ୍ତମାନର ବିଷୟ ଗୁଡିକ ଉଲ୍ଲେଖ କରି ଆଉ ସେଇ ଉତ୍କଳର ଗୌରବ ପୁଣି ଥରେ ଫେରାଇ ଆଣିବା ପାଇଁ ପ୍ରେରଣା ପ୍ରଦାନ କରୁଛନ୍ତି ବର୍ଷା ମାଧ୍ୟମରେ ଏଇ ପ୍ରବନ୍ଧଟି ଆସିଛି କୋଉଠୁ ପ୍ରବନ୍ଧ ମାନସ ସଂକଳନରୁ ଆସିଛି ପ୍ରବନ୍ଧ ମାନସ ପୁସ୍ତକରୁ ଏ ବିଷୟଟି ସଂପୃକ୍ତ ହେଇଯାଇଛି ବିଷୟ ନାଁ ଅଛି ପୁଷ୍ପପୁରରେ ବର୍ଷା ବର୍ଣ୍ଣନା ବିଷୟାସ ନା ସ୍ୱାଗତ ବାରିକଙ୍କ ସ୍ୱାଗତ ତୋର ସ୍ନିଗ୍ଧ କଜ୍ଜଳ କାନ୍ତି ଆଜି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରୁଛି ତେବେ ଯେତେବେଳେ ଲେଖକ ଯାଇକି ପୁଷ୍ପପୁରରେ ଅଛନ୍ତି ଆମର ବଢିଆ ଅଛି ପୁଷ୍ପପୁରର ଯୋଉ ଆଧୁନିକ ପାଟନା ସହର ଆଜିକାଲିର ପାଟନା ଏଇଟା ପ୍ରାଚୀନ କାଳରେ ମଗଧର ରାଜଧାନୀ ପାଟଳିପୁତ୍ର ନାମରେ ପରିଚିତ ଥିଲା ମଗଧର ରାଜଧାନୀ ଟିକେର ଯୋଉଟା ଆମେ ପାଟଣାକୁ କହୁଛେ ସେଇଟା ଯେ ସମୟରେ ଲେଖକ ଶିଖିଥିଲେ ପୁଷ୍ପପୁର ନାମରେ ନାମ ସେଇ ସମୟରେ ସେ ଜାଗାକୁ ପୁଷ୍ପପୁର ବୋଲି କୁହାଯାଉଥିଲା ତେଣୁ ଲେଖକ ପୁଣି କହୁଛନ୍ତି ଯେହେତୁ ଲେଖକ ପୁଷ୍ପପୁରରେ ଅବସ୍ଥାନ କରିଥିଲେ ସେଠିକି କୌଣସି ଗୋଟେ କାରଣ ତାଙ୍କ ଘର ତ ଓଡିଶାରେ କୌଣସି କାରଣ ବଶତଃ ସେ ପୁଷ୍ପପୁର ଯାଇଛନ୍ତି ଏବଂ ସେଇ ସମୟରେ ବର୍ଷା ଋତୁ ଆଗମନ ହେଇଛି ବର୍ଷା ଯେତେବେଳେ ଧରିଛି ଆସିଛି ବର୍ଷା ଦିନ ତ ଲେଖକ କହୁଛନ୍ତି ସ୍ୱାଗତ ବାରିକ ହେଲା ମେଘର ଅନ୍ୟ ନାମ ବାରିର ଅର୍ଥ କଣ ପାଣି ବାରିକୁ ଯିଏ ବହନ କରେ ସିଏ ହେଲା ବାରିକ ତ ବାରି ହେଲା ପାଣି ପାଣିକୁ ଯିଏ ବହନ ମେଘ ହେଲା ପାଣିକୁ ଯିଏ ମେଘ ହଉଛି ପାଣିଟା ଯୋଉ ଆଉ କଣ ଧରୁଛି ଆଉ କିଛି ଆମେ ତାକୁ କହିବା କି ତେଲ କି ଆଉ କିଛି ପ୍ରକାର ଜିନିଷ ପାଇବା ତରଳ ପଦାର୍ଥ ପାଣି ହିଁ କହିବା ନା ତେଣୁ ପାଣିକୁ ଧରି ରଖୁଛି ପିଇକି ବାହାରକୁ ରଖୁଛନ୍ତି ତେଣୁ କହୁଛନ୍ତି ସ୍ୱାଗତ ବାରିକଙ୍କ ସ୍ୱାଗତ ଯେ ହେ ମେଘ ତୁ ଆସିଲୁ ମୁଁ ତତେ ସ୍ୱାଗତ କରୁଛି ଗୋଟେ ଅତିଥି ବହୁତ ଦିନ ପରେ ଆମ ଘରକୁ ଆସନ୍ତି କଣ କରୁ ସ୍ୱାଗତ କରୁଛନ୍ତି ଅତି ଆଦର ସହ ତାକୁ ସ୍ୱାଗତ କରିକି ଘରକୁ ଡାକୁଛୁ ଇଏ ମଧ୍ୟ ସେମିତି ତାକୁ କହୁଛନ୍ତି ମେଘ କହୁଛନ୍ତି ସ୍ୱାଗତ ତୋର ସ୍ନିଗ୍ଧ କଜ୍ଜଳ କାନ୍ତି ଆଜି ପୁଷ୍ପପୁରରେ ନେତ୍ର ସବୁ ସୃଷ୍ଟି କରୁ ଗୋଟେ କଥା କହୁ ନେତ୍ର ସବୁଟା ଏବେ ଆ ପରେ ନେତ୍ର ସବୁଟା ଗୋଟେ ଉତ୍ସବ ଉପରେ ପୁରୀରେ ନାଇଁ ଆଷାଢ ଶୁକ୍ଳ ଏଇ ସମୟରେ ସପ୍ତାହ ଅଣସର ଘରେ ଯେତେବେଳେ ଭଗବାନ ଥାଆନ୍ତି ତାପରେ ଯେତେବେଳେ ସେଇ ଯୋଉ କେତେଦିନ ଅଣସର ଘରେ ଥାଆନ୍ତି ସେଇ ସମୟ କଣ ପ୍ରଭୁ ଭାବେ ଦେଖିପାରୁ ସେ କି ପୁରୀ ଯିବ ଜଗନ୍ନାଥଙ୍କୁ ଦେଖିପାରିବ ଦେଖିପାରିବେନି କାରଣ ସେ ଘର ଭିତରେ ବନ୍ଦ ହେଇକି ଥାଆନ୍ତି କୁହାଯାଏ ଯେ ଆମର ପୁରାଣ ଲେଖାରେ ତାଙ୍କୁ ଯେତେବେଳେ ଜ୍ୱର ହୁଏ ଚନ୍ଦନ ଯାତ୍ରା ହୁଏ ଚନ୍ଦନ ଯାତ୍ରା ବେଳେ ସମସ୍ତେ ଦେଖେ ତାପରେ ଠାକୁରଙ୍କୁ ଗାଧେଇ ପାଧେଇ ବହୁତ ସାରା ଜ୍ୱର ହେଇଯାଏ ସିଏ ଭିତରେ ବନ୍ଦ ହେଇକି ରୁହନ୍ତି ଅଣସର ଘରେ କୁହନ୍ତି ଯେ ଅଣସର ଘରେ ଅଛନ୍ତି ଭଗବାନ ଠାକୁର ତ ବହୁତ ଗରମ ହଉଛି ହ୍ୟୁମିଡିଟି ଗୁଳୁଗୁଳି ହଉଛି ତ ତାପରେ ଯୋଉ ଦଶମୀ ବେଳେ ଯେତେବେଳେ ଭଗବାନ ଦେଖା ଦିଅନ୍ତି ତାପରେ ଯେତେବେଳେ ଆସନ୍ତି ବାହାରୁ ସମସ୍ତେ ତାଙ୍କୁ ଦେଖନ୍ତି ତ ଜଗନ୍ନାଥ ଏତେ ପ୍ରିୟ ପ୍ରତ୍ୟେକ ଓଡିଆ ଲୋକଙ୍କର ଯେତେବେଳେ ଲୋକ ତାଙ୍କୁ 8-10 ଦିନ ଅଣସର ଘରେ ରୁହନ୍ତି ଦେଖିପାରନ୍ତି ଯେତେବେଳେ ତାଙ୍କୁ ଦେଖନ୍ତି ସେତେବେଳେ ତାଙ୍କ ଆଖି ମାନେ ଆଖିରେ ହଠାତ୍ ଦେଖିଦେଲେ ତମ ସୁନ୍ଦର ରୂପଟିକୁ ଆଖିରେ କଣ ଝଲସି ଉଠେ ଆନନ୍ଦ ବିଭୋର କରିଯାଏ ନେତ୍ର ଉତ୍ସବ ଆଖି ସତେ ଯେମିତି ଗୋଟେ ଉତ୍ସବ ପାଳିବ ଦେଖୁଛେ ଆମେ ସେଇଟା ହେଲା ନେତ୍ରୋତ୍ସବ ସେଇ ଦିନଟାକୁ ନେତ୍ରୋତ୍ସବ ମଧ୍ୟ କୁହାଯାଏ ଆମ ପୁରାଣ ବୃତ୍ତିରେ ତାକୁ ନେତ୍ରୋତ୍ସବ ମଧ୍ୟ କୁହାଯାଏ ଯେମିତି ଏଠି ନେତ୍ରୋତ୍ସବ କାହିଁକି କହିଲେ
ଏଠି ବୁଝିଲି କଣ ତୋର ରୂପଟିକୁ ତୋର ସ୍ନିଗ୍ଧ କଜ୍ଜଳ କାନ୍ତି ତୋର ଯୋଉ କଳା ରଙ୍ଗର କାନ୍ତି ଶରୀର ତୋର କଳା ରଙ୍ଗର ଶରୀର ମେଘ ସାଧାରଣତଃ କି ରଙ୍ଗର କଳା ମେଘ କୁହନ୍ତି କଳା ମେଘ ଆକାଶରେ ଯେତେବେଳେ ମେଘ ଉଠେ କଳା ପୁରା ଚାରିଆଡେ କଳା କଳା ଦେଖେ କଳା ହାଣ୍ଡିଆ ଘୋଟି ଆସିଲାଣି ଯୋଉ କୁହନ୍ତି ଚାରିପଟେ କଳା କଳା ଦେଖେ ପୁରା ଦିନ 12ଟା ହେଇଥିବ ଯଦି ବି ଯଦି ମେଘ ଉଠେ ସେ ସନ୍ଧ୍ୟା ସମୟ ଭଳିଆ ଲାଗେ ଅନ୍ଧାର ଅନ୍ଧାର ହେଇଯାଏ ତ ସେଇ ରୂପଟିକୁ ଯେତେବେଳେ ମେଘ ସେଠିକି ଆସିଛି ସେଠି କଳା ରଙ୍ଗର କଳା ଖଣ୍ଡିଆ ମେଘ ଘୋଟି ଆସିଛି ସେଇ ଯୋଉ ରୂପଟି କଜ୍ଜଳ କାନ୍ତି ତୋର ଅତି ସ୍ନିଗ୍ଧ ସୁନ୍ଦର କଜ୍ଜଳ କାନ୍ତି ରୂପଟି କଳା ରଙ୍ଗର ଶରୀରଟି ଆଜି ଯେହେତୁ ତୁ ପୁଷ୍ପପୁରରେ ଆଜି ବର୍ଷା କରୁଛୁ ତୋର ରୂପଟି ଆଜି କେତେ ସୁନ୍ଦର ଦେଖାଯାଉଛି ପୁଷ୍ପପୁରର ସେଇ ରୂପଟି ତୋର ନେତ୍ର ଉତ୍ସବ ସୃଷ୍ଟି କରିବ ଯେମିତି ନେତ୍ର ଉତ୍ସବରେ ଜଗନ୍ନାଥ ଲୋକମାନେ ଜଗନ୍ନାଥଙ୍କୁ ଦେଖି ତାଙ୍କ ଆଖି ଝଲସିଲେ ଆଖି ଖୁସିରେ ଆତ୍ମବିଶ୍ୱାସ ହେଲା ଠିକ ସେଭଳି ଆଜି ମଧ୍ୟ ତୁ ବର୍ଷାଟି ଆସିଛୁ ଏତେ ଖରାରେ ତମେ ଯେତେବେଳେ ହଠାତ୍ କରିକି ଏଇ ପୁଷ୍ପପୁରର ଲୋକ ତାଙ୍କ ଆଖି ସେତିକି ଖୁସି ହେଇଯାଉ ହେଲା ସିଏ ମଧ୍ୟ ସେତିକି ଖୁସି ଅନୁଭବ କରିପାରିବେ ଯେତିକି ଖୁସି ଆମେ ଜଗନ୍ନାଥଙ୍କୁ ଏବେ ଯେଉଁଭଳି ଦେଖିଲେ ଖୁସି ହେଇଯାଉ ତମେ ନିଜେ ସମସ୍ତେ ଗୋଟେ ଗୋଟେ ଅନୁଭୂତି ଏବେ ଏଇ ବର୍ଷ ଯୋଉ ଖରା ହେଇଛି ତାପରେ ଯୋଉ ପ୍ରଥମ ବର୍ଷା ହେଲା ଯୋଉଦିନ ଉଠେଇଥିଲା ସେଇଦିନର ତମମାନଙ୍କର ଅନୁଭବ ସେଟା ବେଶୀ କରିବେ ତମମାନେ ବେଶୀ କରିପାରିବ ମାନେ ନିଜ ନିଜର ଅନୁଭବ ନାଇଁ ବାମ୍ଫ ବାହାରୁଥିଲା ଖରା ଏ ବର୍ଷ କେତେ ପରୀକ୍ଷା ଗୋଟେ ସିଷ୍ଟମ ହେଇଥିଲା ଫାଷ୍ଟ ବର୍ଷ ବର୍ଷା ହେଇଥିଲା କି ପଚରା ପଚରା ଆସିବ ଗୋଡ ହାତ କାଦୁଅ ହେଇଯାଉଛି ପାଣି ଏଇ ସମୟରେ କହୁନି ଯୋଉଦିନ ବର୍ଷା ଉଠେଇଥିବ ଫାଷ୍ଟ କରି ଖରା ଦିନ ଯାଇଥିବ ଫାଷ୍ଟ କରିକି ବର୍ଷା ଯେମିତି ଫିଲ୍ ହଉଥିବ ତମେ ଓ ଯାହା ହଉ ମୌସୁମୀ ଆସିଗଲା କେତେବେଳେ ଟିକେ ବର୍ଷା ହବ ଟିକେ ଥଣ୍ଡା ଲାଗିବ ଗରମରେ ନିଜକୁ ହାତକୁ ବିଛଣା କରିକି ହଉଥିଲ କିଛି ହଉଥିଲ ଏଇ ଦେଖିଛି ତମ ମାନିବା ପୁଅକୁ ଅପସନାଲ କ୍ଲାସ କମ୍ପଲସରି କ୍ଲାସ ସବୁଦିନ ପରେ ଅପସନାଲ କ୍ଲାସ ଦେଖିଛି ସେ ଯୋଉ ଅବସ୍ଥା କିଚଡର ଭିତରେ ନିଜକୁ ପଡେ ହବନି ଗରମ ଗରମ ଏମିତି ହଉଥିଲା ତାପରର ବର୍ଷାଟା ସେଟା ନିଜେ ଫିଲ୍ କରିପାରୁଥିବ ସେଇ ଅବସ୍ଥା ଘଟିଛି ପୁଷ୍ପପୁରରେ ତାଙ୍କ ନେତ୍ର ଗୁଡିକ ତାଙ୍କ ଆଖି ଗୁଡିକ ଖୁସିରେ ଆନନ୍ଦ କରିକି ଆକାଶରେ ବର୍ଷାକୁ ଦେଖିକି ପ୍ରାସାଦ ବାହାରେ ପଥର ତୋର ଆଗକୁ ଅସଂଖ୍ୟ ବାଜିବ ପ୍ରାସାଦ ଅଟ୍ଟାଳିକା ବଡ ବଡ ଗୁଡିକ ବଡ ବଡ ଅଟ୍ଟାଳିକା ପ୍ରାସାଦ ପ୍ରାସାଦର ଝରକା ପଛ ଦେଇକି ତୋର ଆଗମନ ତୁ ଆସୁଛୁ ଆଗମନ ଶୁଭ ଆଜି ସମସ୍ତେ ସନ୍ଧ୍ୟା ଓଳବରେ ଦେଇକି ସ୍ୱାଗତ କରୁଛୁ ଆରେ ବର୍ଷା ଆସିଗଲା ଆମ ମାନେ ବର୍ଷା ସାଧାରଣ ଜିନିଷ ହେଇପାରେ ଚାଷୀ ଲୋକଙ୍କୁ ନେଇକି ବର୍ଷା ସତରେ ଦେବୀଙ୍କର ଭଗବାନଙ୍କର ଆଶୀର୍ବାଦ ବର୍ଷା ଆସିଲେ ସିଏ ଭଗବାନଙ୍କ ତାଙ୍କୁ ଶଙ୍ଖ ଓଳବରେ ଦେଇକି ସ୍ୱାଗତ କରୁ ଦେଖିବ ଯୋଉମାନେ ଚାଷ କରୁଛନ୍ତି ଖରାରେ ଚାଷ ହେଇଥିବ ତାଙ୍କ ଜୀବିକା ସେଇଟା ଜୀବିକା ବନ୍ଦ ହେଇଯିବ ଆମ ପେଟ ଦାନା ଆସିବ ସେଇ ସମୟରେ ଯେତେବେଳେ ବର୍ଷାଟି ଆସିଲେ ସେତେବେଳେ ତାଙ୍କୁ ଟିକେ ସତେ ଯେମିତି ଭଗବାନଙ୍କ ତାଙ୍କର ଆଶୀର୍ବାଦ ତେଣୁ ସେ ବର୍ଷାଟି ମଧ୍ୟ ବିଭିନ୍ନ ପ୍ରକାର ସଂସ୍ଥା ଓଳଉଥିଲେ ତାକୁ ସାଗର ନିମିଷଣ କରିକି ପାଛୋଟି ନିଅନ୍ତି ତାର ପୂଜା ଅର୍ଚ୍ଚନା ମଧ୍ୟ କରାଯାଏ ତେଣୁ ସେଇଟା କହୁଛନ୍ତି ଯେ ପ୍ରାସାଦ ପାଖରେ ଝରକା ବଡ ବଡ ଅଟ୍ଟାଳିକା ବଡ ବଡ ଘର ଝରକା ପାଖରେ ଘରେ ଯୋଉ ଶୁଭ ଓଳାଳି ସେମାନେ ବସିକି ସ୍ୱାଗତ କରୁଥିଲେ ତାର ତୋର ଆଗମନର ଶବ୍ଦ ଶୁଭ ସମ୍ପାଦନ ଗୁଡାକ ବାଜିବ ଦୂରବନ୍ଧୁ ମଧ୍ୟ ଏଇଠି ଲେଖକ ଦୂରବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ସବକିଛି ଗୁଡା ସମ୍ବୋଧନ କରାଯାଇଛି ବହୁଦିନ ପରେ ତୋର ଶୁଭାଗମନ ଆଜି ମଙ୍ଗଳବାର ଓ ମଧୁମୟ ତେଣୁ ବହୁତ ଦିନ ଲାଗିଛି ଖରାଦିନ ଯେତିକି ଦିନ ଯାଇଛି ଯେତିକି ଅବସ୍ଥା ହେଇଛି ସେତିକି ହେଇଛି ଲେଖକଙ୍କୁ ଲାଗୁଛି ସେ ଖରା ଋତୁଟି ବହୁତ ଦିନ ପାଳିବ ତେଣୁ ବହୁତ ଦିନ ପରେ ତୋର ଶୁଭ ଆଗମନ ଆଗମନ ଆସିବା ତୋର ଯୋଉ ଆସିଲା ଅତ୍ୟନ୍ତ ଶୁଭ ମଙ୍ଗଳବାର ସମସ୍ତଙ୍କୁ ଆସିବା ମଙ୍ଗଳ କରିଦେଇଛି ଏବଂ ମଧୁମୟ ହୋଇଛି ସମସ୍ତଙ୍କୁ ମନରେ ଖୁସି ଏବଂ ତାদের ଖୁସିରେ ସମସ୍ତେ ପାଖରେ ଆସିଲେ ସମସ୍ତେ ସମସ୍ତଙ୍କର କିଛି ନା କିଛି ମଙ୍ଗଳ ହବ ସବୁଆଡେ
ଆମର ମାଟି ଫାଟି ତାର ମଙ୍ଗଳ ହବ ଗଛ ପଛରେ ଟିକେ ପାଣି ମିଳିବ ଫସଲ ଫଳିବ ତାର ମଙ୍ଗଳ ଚାଷୀ ଟିକେ ଚାଷ କରୁଛି ତାର ମଙ୍ଗଳ ସବୁଠି ମଙ୍ଗଳ ହିଁ ମଙ୍ଗଳ ହେବ ତୋର ଆଗମନରେ ତୋର ଆସିବ ତୋର ସ୍ପର୍ଶରେ ପୁର ଅଚିର ସଜୀବ ଓ ଶ୍ୟାମଳ କରୁ ତୋର ଛୁଆଁରେ ସ୍ପର୍ଶରେ ଯେତେବେଳେ ଆସିକି ଉପରେ ପହଞ୍ଚିବା ବର୍ଷା ବିନ୍ଦୁ ଗୁଡ଼ିକ ଯେତେବେଳେ ସେ ମାଟିରେ ପଡୁ ବା କୋଉ ଲୋକର ଦେହ ବା ଜମି ଚାଷ କରୁ ଆକୁରା ଟିକେ ଉପରେ ପଡୁ କି ଗଛର ପତ୍ର ଉପରେ ପଡୁ ଯାହା ଉପରେ ସ୍ପର୍ଶ କରିବୁ ତୋର ସ୍ପର୍ଶରେ ଅଚିରେ ଖୁବ ଶୀଘ୍ର ସଜୀବ ଓ ଶ୍ୟାମଳ ହୋଇ ଚାରିଆଡେ ସଜୀବ ଜୀବିତ ଜୀବନ୍ତ ହୋଇ ଉଠିବ ଏବଂ ଚାରିଆଡେ ଶ୍ୟାମଳ ସବୁଜ ସବୁଜ ହେଇଯିବ ତୋର ସ୍ପର୍ଶରେ ଯେତେବେଳେ ବର୍ଷାଟି ପଡିବ ମାଟି ଉପରେ ମାଟି ଫାଟିଯିବ ଆମେ ଶୁଖିଲା ପତ୍ର ଗୁଡା ଝାଉଁଳି ପଡିଯିବ ତ ସେ ମାଟି ବି ପାଣି ପାଇଲା ଯୋଉ ଗଛ ପତ୍ର ଗୁଡିକ ଝାଉଁଳି ପଡିଲା ତାପରେ ପାଣି ଟିକେ ପଡିଲେ ସିଏ ମଧ୍ୟ ସତେଜ ହେଇକି ଆଉ ଛୋଟ ମଞ୍ଜି ଫଞ୍ଜି ଫୁଟା ପଡିଥିବ ଦେଖିବ ବର୍ଷା ଦିନ ପରେ ସବୁ ଗଜା ଫୁଟିକି ଗଛ ମାନେ ସାବିତ୍ରୀ ରଜ ବେଳେ ଆମ୍ବ ସାରା ଖାଇଥିବ ତାକି ସବୁ ଡାକ୍ତର ପକେଇକି ପଚାରିକି ତାପରେ ବର୍ଷା ଦିନ ବର୍ଷା ବର୍ଷା ସବୁ ଗଜା ବହୁତ ଗଜା ଖାଲି ଆମ୍ବ ଯେକୌଣସି ଫଳ ତମେ ଖାଇକି ଫୋପାଡିଥିବ ଆମ୍ବ ଗଛ ରଜ ସବୁ ବର୍ଷା ଟା ହେଲେ ନା ସେ ଖାଇଥିବ ଜଷ୍ଟ ଆମ୍ବ ମାସ ତ ବହୁତ ଗଛ ଯେକୌଣସି ଗଛ ହଉ ବର୍ଷା ଦିନ ଆସିଲେ ସବୁ ପାଣି ଜିନିଷ ହରା ସବୁଜ ସବୁଜ ସୁନ୍ଦର 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 ଦେଖାଯାଏ ପ୍ରକୃତିଟା ତ ବାରିଦ ବାରିଦ ବୋଲି ସମ୍ବୋଧନ କୋଉଠି କରୁଛନ୍ତି ବାରିଦ କିଏ ମେଘର ଅଧ୍ୟୟନ ବାରିଦ ମୁଁ ଶୁଣିଛି ଇତିହାସରେ ଯେଉଁ ଅନାମ ଯୁଗରେ ତାଡ଼ିତ ବିରୋଧୀ ଜଗତଟିଏ ପୁଷ୍ପ ଅର୍ଦ୍ଧରେ ପୂଜା କରି ଅଳକାପୁରୀରୁ ପ୍ରିୟବାସକୁ ତୋର ହସ୍ତରେ ଉଦନ୍ତ ପଠାଉଥିଲେ ଉଦନ୍ତର ଅର୍ଥ ହେଲା ଚିତ୍ତ ଖବର ହେଲା ତ ଏବେ ପୁଣି ଲେଖକ କହୁଛନ୍ତି ମୁଁ ଶୁଣିଛି ସିଏ କୋଉଠି ଅଛି କୋଉଠି ସେଟା କିଛି ଲେଖିନାହାନ୍ତି ସିଧାସଳଖ ସେ ଇତିହାସକୁ ପଢିଛନ୍ତି ଏଇଟା କିନ୍ତୁ ଅଛି କାଳିଦାସଙ୍କ ଗୋଟେ ଲେଖାରେ ଅଛି ଯକ୍ଷ ବିଷୟରେ ଏଇଟା କାଳିଦାସଙ୍କର ସ୍ମୃତିରେ ଅଛି ଯେ ବିରଳ ଯକ୍ଷଟି ତାର ପ୍ରେମିକା ପଠେଇଥିଲା ମେଘ ହାତରେ ଆଗରୁ ସବୁ କଣ ଲେଖୁଥିଲେ ଶୀତ ସବୁ ଆଉ କାହାକୁ କରାଯାଏ ତାରା ତାରା ଚିଠି ସେଟା ତ ସତ ସତ ଗୋଟେ ଜୀବଟେ ଆମେ ତାର ଚିଠି ଦେବାର ସେ ଉଡି ଉଡି ପଳେଇବ କିନ୍ତୁ ମେଘ କେମିତି ମେଘ ହାତରେ କେମିତି ଦିଆହବ ଏଇଟା ମଧ୍ୟ କାଳ୍ପନିକ ତେଣୁ ଆମେ ଆଗରୁ ପଢିଛେ ଏଇ ଯୋଉ ପ୍ରାବନ୍ଧିକ ଜଣକ କଳ୍ପନା ଆଉ ବାସ୍ତବିକ ଦିଟା ସମନ୍ୱୟରେ ତାଙ୍କର ସୃଷ୍ଟି ଗୁଡିକ ରଚନା କରିଛନ୍ତି ତେଣୁ ଏଇଟା ମଧ୍ୟ କାଳ୍ପନିକ ସେ କାଳ୍ପନିକ ହେଲେ ବି ପୁରାତନ ଯୁଗର ସାହିତ୍ୟରେ ଏଇଟା ଅଛି ସାହିତ୍ୟରେ ତାଙ୍କ ନାଁ କିନ୍ତୁ କହୁଛନ୍ତି ସେ ଇତିହାସର କେଉଁ ଅନ୍ୟାନ୍ୟ ଯୁଗରେ ଯୋଉ ଯୁଗରେ ନାଁ ମଧ୍ୟ ଏଠି ଲେଖା ନାହିଁ ବହୁତ ପୁରୁଣା ଯୁଗ କଥା କାରଣ କାଳିଦାସଙ୍କ ସାହିତ୍ୟ ଆଉ ଏଇ ସମୟ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ସମୟ ଲେଖା ସାହିତ୍ୟ ତାଙ୍କ ମଧ୍ୟରେ ଯାହା ବହୁତ ଦୂର 6 ବର୍ଷ କୋଉ ବର୍ଷର କାଳିଦାସ ଲେଖୁଥିଲେ ତାପରେ ପରେ କିନ୍ତୁ ସାହିତ୍ୟ କେତେ ଯୁଗ ପରେ ଯୁଗ ସାରଳା ଯୁଗ ତାପରେ ତମର ପଞ୍ଚସଖା ଯୁଗ କେତେ ନିର୍ବନ୍ଧ ଯୁଗ ସାହିତ୍ୟ ସାହିତ୍ୟ ରାଧାନାଥ ସାହିତ୍ୟ ଯୁଗ ପରେ ଯୁଗ ପରେ କବି ଲେଖକ ବାହାରିଲେ ତେଣୁ କବିର ଯୁଗର ଅନ୍ୟାନ୍ୟ ପରିସ୍ଥିତି ତ ବିରଳ ଶବ୍ଦଟିଏ ଏଇଟା କି ବିଲେଇ ଗୁଡା ଯେତେବେଳେ ଗୋଟେ ପ୍ରେମିକ ପ୍ରେମିକ ଗଦା କରିଦେବେ ସେ ଦୁଃଖଟା ତାକୁ ଘରେ ଥିବା ଦୁଃଖଟାକୁ ଅତି ବିରହ ଭାବନା ବିଚ୍ଛେଦ ତାକୁ ଆମେ ଓଡିଆରେ ଦେବା ବିରହର ଓଡିଆର ଅର୍ଥ ହେଲା ବିଚ୍ଛେଦ ବା ଭଣ୍ଡା ହେଇଯିବା ତ ବିରହ ଯନ୍ତ୍ରଟିଏ ଗୋଟେ ଯନ୍ତ୍ର ସେ ସ୍ୱର୍ଗର ଗୋଟେ ଯନ୍ତ୍ରଟିଏ ବିଚ୍ଛେଦ ହେଇକି ତାର ପ୍ରେମିକ ତାକୁ ଦୂରେଇ ଦିଆଯାଇଛି ବିତାଡ଼ିତ ହେଇଛି ବିତାଡ଼ିତ ହବ କଣ ଗୋଟେ ସ୍ଥାନାନ୍ତରିତ କରିଦେଲା ବାହାର କରିଦେବା ବହିଷ୍କୃତ କରିଦେବା ସେ ବହିଷ୍କୃତ ହେଇଯାଇଛି ତାର ପ୍ରେମିକାକୁ ଦୂରେଇ ଯାଇଛି କଣ କରିଛି ପୁଷ୍ପ ଅର୍ଥରେ ଆମେ ଯେମିତିକି ଭଗବାନଙ୍କୁ ଯେତେବେଳେ ପୂଜା କରୁ ଉପାସନା କରିଥାଉ ଆମେ ଦୀପ ଅର୍ଘ ଧୂପାର୍ଘ ପୁଷ୍ପାର୍ଘ ମାନେ ଅର୍ପଣ କରିଥାଉ ଭଗବାନଙ୍କୁ ସମର୍ପଣ କରିଥାଉ ଦୀପ ସମର୍ପଣ କରୁ ଧୂପ ଫୁଲ ଇଏ ଲୁହର ମାନେ ଭଗବାନଙ୍କୁ ଡାକୁଛେ କାନ୍ଦି ଡାକିବା ଅର୍ଥ କରୁ ଆମେ ଲୁହକୁ ଅର୍ଥ କରିକି ଭଗବାନଙ୍କୁ ଦଉଛୁ ଫୁଲଟି ଦଉଛୁ ଫୁଲ ଅର୍ଥ କରୁଛେ ଫଳକୁ ଫୁଲଟି ଅର୍ପଣ କରୁଛେ କାନ୍ଦିକି ଠାକୁରଙ୍କୁ ଅର୍ପଣ କରୁଛେ ସେ ପୁଷ୍ପ ଅର୍ଘରେ
पुष्परे पूजा करिकी अर्घ करिकी बा उपासना करिकी काहाको उपासना करते मेघ के उपासना करला चक्र चक्रटी विरही चक्रटी तो प्रेमिका कार विच्छेद हो जाउची बोली ताको पाइबा ପାଇଁ तार खबर जानिबा ପାଇଁ निजे खबर ताको देबा ପାଇଁ से मेघर सहारा नियो आ मेघ खाली कोन किछि जदी न दब खाली से कहीं न हम डाक वाला तमे ताको पैसा न दे तमे किछि न दिए होची ए दो से कि दे रो डाक दो जा तो ना खाली चिचिरा को कि डाक हो पड़छि ना नहीं अब मेघ से का कथा सुनिबो केन से मेघ को कोन देइला पुष्प पुष्परे उपासना करिता पूजा करिता मेघको तते पूजा करी अलका पुरीर को जगह रे का पिला अलका पुरी देता अलका पुरीर पिला पाखको तो हस्तरे अर्थात तो हातरे तंत पठाउला तंत खबर बा चिठी पठाउला बार्ता खबर चिठी जहा कहि पारा तो पाखको पठाउला हेले से जो लोकटी पठाउला से केतेटा गोटे गोष्ठी ना जणे लोक किंतु एठी वर्षा को केते लोक डाकुछन पूरा गोष्ठी केते केते शह शह लोक वर्षा जेतेबेले खरा थिला तम समस्त डाकुला मौसमी जल्दी आसंदे नहीं यूज नहीं समस्त डाकुला तेणु कोठी किंतु मना ये से मेघर अन्य नाम होसी मना व्यक्ति को गोष्ठी बड़ा हुए एटी लेखक कहले व्यक्ति को गोष्ठी बड़ा हुए व्यक्ति जति जणे कहला जणे तो पुष्प अर्घ बेला ता पेंटी चिठ्ठी नेकी तार प्रेमिका को दे आसे ताले गोष्ठी कोन बड़ा हुए कितने लोक तते डाकुछन गोष्ठी माने उपकर समस्त लोक तते डाकुछन वर्षा के हवा ପାଇଁ गोष्ठी है ना तो गोष्ठी कोन बड़ा हुए এই ভ্রাম্যমাণ উদাসীন ধরনে ব্যক্তি বিশেষের লাভক্ষতির বিচলিত হয় নাই এই যে ভ্রাম্যমাণ উদাসীন দয়ালু এইটি উদাসীন অর্থ দয়ালু ধরণী ହେଲା কি উদাস କହିଲେ ଆମେ ସାଧାରଣ ବୁଝିବା ନା ଦୁଃଖରେ ବସି ଉଦାସରେ ବସି ଆରେ ତୁମେ ଯେ ଉଦାସିଆ ଦେଖାଉଛ ତୁମେ ଉଦାସ ହେଇକି କାଇଁ ବସି ମାନେ କଣ ଦୁଃଖରେ ବସି ହେଲା କିନ୍ତୁ ଉଦାସ ଶବ୍ଦର उदासीन शब्दर अर्थ बेसी दयालु अर्थरे मते व्यवहार करा जाय तो ए भ्राम्यमाण अर्थात कोन भ्रमण करिवा भ्रमण कोन भ्रमण करतो पृथ्वी कोडे भ्रमण किंतु पृथ्वी भ्रमण करि ताको ए देखन परे छी काना पृथ्वी रे प्रत्येक दिन सदा सर्वदा चलचंद्र केबे स्थिर हेतिका फिर आमे एटी बस स्थिर अर्थ जड़ ओटी जगह रहबो हलचल होबनी देखि तो दिमाग रे काम के ऊपर हाथ देखि कोबे समय अनुसार सेम भी रहि हुए स्टैचू गोटे खड़ा नहीं सही है स्थिर ना हम एटी पढुते बस हम समस्त हलचल हो कि लेखुची कि पढुची नहीं चल प्रचल पृथ्वी सदा चल केबे स्थिर नहीं एई चल उदासीन को तमे कि अर्थ ना मते दया धरणी अति दयालु से समस्त को धारण करी लिखियो भक्तर बोली से अत्यंत दयालु तमे ताको मारो तमे तापर नाच दियो तो गोड़ जाहा कर से तमे केबे पूछियो कोन नाही मधे करनी से एते दयालु आ गोटे अर्थरे उदासीन अर्थ पाई पारि कोन मायू से की गोष्ठी मन दुखी भाବରେ ऊपर नियमना रेकी बसिता धरणी व्यक्ति विशेष लाभ क्षति रे विचलित होय नै यदि गोटिया व्यक्ति किछि लाभ क्षति होला भल मंदला से विचलित हेबो नै किसी असुविधा नहीं ए पृथ्वी अटको से व्यक्ति आज को गोटे व्यक्ति मोर यदि गोटे असुविधा पड़ी भी हैला पृथ्वी लोक अटकी जिवे एडी को पढो जे मो मानते अभ्यास पढो नहीं आज को घर अछि मोर घर चलते आज को करे अभ्यास घर चले दो कि घर के अटकी बनी का नहीं पृथ्वी अटकी जिवे चलाचल जे जेउसी चालुची से संग आगु चली दियो दुनिया व्यक्ति दुनिया अटके नहीं तेणु से बोली ब्रह्ममान अभ्यास पृथ्वी व्यक्ति विशेष लाभ विचलित हुए नहीं मात्र जो वायु शरीर आलोक और उत्ताप से जीवी मान बासभूमि होती गोटे उड़ा कौन आउ बासभूमि रही तेज आमर केते ग्रह अच्छे केतेटा ग्रह आगु आप पढ़ुले नवग्रह पृथ्वी
एडजस्ट करके रह जाते उसके बाद जीबी पास का पंच महाभूत कौन होचे पड़े के पंच महाभूत कौन करबो नदी हाँ पापा मान उसको गरे वायु पारे पानी बापा अरे अग्नि बापा मान मारे माटी मारे आका सब तो एडी पांचटा सब ये लिखिबे कोन वायु जानि छ पवन सलिल सलिल कोन जल ना जल आलोक लाइट उत्ताप हिट ए आ भी जल्दी हम पति गोटे न गोटे हम पति पृथ्वी रे जल्दी गोटे न ହେଲା ଗୋଟେର ଅଭାବ ହେଲା ତାହେଲେ କଣ ହବ ଆମେ ରହିବା ବାସସ୍ଥଳୀ ଠିକ ରହିବ ପୃଥିବୀଟା କଣ ଜୀବୀ ମାନଙ୍କର ବାସ ଜୀବୀ ହଉଛି ଆମେ ମାନେ ଜୀବ ଜଗତ ହେଲା ଜୀବ ଜଗତ ଅର୍ଥାତ ଜୀବୀ ସେ ଜୀବ ଜଗତର ବାସସ୍ଥଳୀ ବୋଲି ଏଇଥିପାଇଁ ହେଇଛି କାହିଁକି ନା ସେଇଠି ଏ ସମସ୍ତ ଜିନିଷ ଅଛି ବୋଲିକିନା ଯୋଉଟା କି ଅନ୍ୟ ଗ୍ରହରେ ନାହିଁ ସେଥିପାଇଁ ଆମେ ଅନ୍ୟ ଗ୍ରହ ପାରୁନି ଆମେ ସ୍ଥିତି ରହିପାରୁନି କଣ କଣ ବାୟୁ ସଲିଳ ଆଲୋକ ଯଦି ଏଥିରୁ ଗୋଟିଏ ଉଣା ଥିଲା ଯେତେ କମି ଗଲା ଗୋଟେ କମି ଗଲା ତାହେଲେ ରହିପାରିବ ଏଇଟା ପୃଥିବୀଟା ଆଉ ବାସସ୍ଥଳୀ ରହିପାରିବ ଜୀବ ଯଦି ଆମେ ଉତ୍ତାପ ନଥିବ ରହିପାରିବ ଉତ୍ତାପ ନଥିବ ଗଛ ବି ହବନି ହେଲା ପଶୁ ହବ ହବନି ଆଉ ଯଦି ବାୟୁ ନଥିବ ପବନ ନଥିବ ନିଶ୍ୱାସ କଣ କରିବ ପୁରା ମାନେ ଯେମିତି ତମ ଗୋଟେ ଘର ଭିତରେ କିଛି ପବନ ଖାଉଛି ତାପରେ ବନ୍ଦ କରିଦେଲେ ତମର ରୁଦ୍ଧ ହେଇଯାଉଛି ଅବସ୍ଥା ଖରାପ ହେଉଛି ବନ୍ଦ ବାନ୍ଦ କରିକି ଗୋଟେ ଘରେ ପଶିଥିବ ତମକୁ କିଛି ପବନ ଯିବା ଆସିବା କରିବ ରହିବ ସଲିଳ ପାଣି ପାଣି ଏଇଟା ତମ ସମସ୍ୟା କେମିତି ଜଳ ହେଇଯିବ ନା ପାଣି ନହେଲେ ଅଛନ୍ତି ଜୀବନ ଚାଲିଯିବ ନ ଖାଇକି ରାତି ବଞ୍ଚିଯିବ କିନ୍ତୁ ପାଣି ନହେଲେ ଗୋଟେ ସେକେଣ୍ଡ ଜୀବନ ଯିବ नहीं ଗୋଟେ ସେକେଣ୍ଡ एग्जांपल ଦେଲି ନା ଗୋଟେ ସେକେଣ୍ଡ ପାଣି ଭିତରେ କିଏ ମରିବେନି ବଞ୍ଚିଯିବେ ଗୋଟେ ଦିନ ଦି ଦିନ ବଞ୍ଚି ହେଇଯିବ କାହିଁକିନା ପ୍ରାୟ କେତେ କେତେ ଲୋକ ନା ଅଧଦିନ ପାଣି ପିଅନ୍ତି ଆମ ଦେହରେ ଏତିକି ପାଣି ଅଛି ମାନେ ଏତିକି ଜଳୀୟ ଅଂଶ ଗୋଟେ ଗୋଟେ ଦିନ ମ୍ୟାନେଜ କରିଦେଉଛି ତ ତଣ୍ଟି ଶୁଖି ଯାଉଥିବ ଯଦି ସେଟା ତ ଅଲଗା କଥା ପାଣି ବିନା ଲୋକ ବଞ୍ଚି ପାରିବେ ଆଲୋକ ଆଲୋକ ବିନା ବଞ୍ଚି ହବ ଆଲୋକ ବିନା ଗଛ ଗଛ ତେଣୁ ଯଦି ପୃଥିବୀ କମିଗଲା ତାହେଲେ ମଧ୍ୟ ଆଉ ସ୍ଥିତି ମାନଙ୍କର ବାସ୍ତୁକରି ହେଇକି ରହିପାରିବେ ଆଉ ଜୀବ ଜଗତ ହେଇକି ରହିପାରିବନି ଜଳାଭାବରେ ଉତ୍କଳରେ ହାହାକାର ତେଣୁ ପୁଣି ଜଳାଭାବ ଅର୍ଥାତ ଜଳର ଅଭାବରେ ଫଳରେ ଆଜି ହାହାକାର ହଉଛି ଗୋଟେ ସଦୃଶ୍ୟ ଆସିବ ଜଳାଭାବରେ କେଉଁଠୁ ଗୋଟେ ହାହାକାର ପଡିଛି ହେଲା ଉତ୍କଳ ଏଇଟା ଅଛି ତମର ଏଣୁ ଦିନ ଅଶୁ ଅର୍ଥରେ ମାନସ ପ୍ରମାଣ ଅର୍ପଣ କରି ତତ୍ତ୍ୱ ବାର୍ତ୍ତାରେ କହୁଛି ଏଣୁ ଦିନ ଦିନଟା ନିଜକୁ ଦରିଦ୍ର ବୋଲି କାହିଁକି ନା ଗୋଟେ ଲୋକ ପାଖରେ ଧନ ସମ୍ପତ୍ତି ସମସ୍ତେ ସେ ଭାବିବ ନିଜେ ସେ ଗୋଟେ ଧନୀ ଯଦି ଆରେ ଖାଇବାକୁ ନଥିବ ନା ବର୍ଷା ନାହିଁ କିଛି ଆଉ ଇଏ ଲେଖକ ନିଜ ତ ସ୍ୱାର୍ଥପର ନାହିଁ ସମାଜ ପୁରା ଓଡିଶା ମାଟି ପାଇଁ ବର୍ଷାକୁ ଆମନ୍ତ୍ରଣ କରୁଛନ୍ତି ଆଉ ଏତିକି ନୁହେଁ ସେ ଏତେ ବି ସ୍ୱାର୍ଥପର ନୁହନ୍ତି କହୁନାହାନ୍ତି ଶୀଘ୍ର ଶୀଘ୍ର ପଳା ଯାହା ଉତ୍କଳରେ ବର୍ଷା କରେଇବୁ ଏଇଠି ତୋର ସ୍ୱକର୍ମ ସାରିବୁ ତୁ ଏଇଠି ଯୋଉଥିପାଇଁ ଆସିଛୁ ଏଇଠି ତୋର କାମ ସାରି ତାପରେ ଉତ୍କଳ ଖୋଜିବୁ କାହିଁକି ତୁ ଏଇଠି ଛାଡିକି ପଳା ତେଣୁ କହୁଛନ୍ତି ଏଣୁ ଦିନ ହେଲା ମୁଁ ନିଜକୁ ସେ ଦରିଦ୍ର ବୋଲି ଭାବୁଛନ୍ତି ଅତି ମୁଁ ଦରିଦ୍ର ମୋ ପାଖରେ କିଛି ନାହିଁ ଦବା ପାଇଁ କାହିଁକି ସେ ନିଜକୁ ଦରିଦ୍ର ବୋଲି ଭାବୁଛନ୍ତି କାରଣ ତାଙ୍କ ପାଖରେ ସେ ଏବେ ବର୍ଷାକୁ ଦବା ପାଇଁ କି ସେ ଭାବୁଛନ୍ତି ସୁନା ରୂପା ଧନ କଣ ଦେଇକି ପୂଜା କରିବି ଅଶ୍ରୁ ଅର୍ଦ୍ଧରେ ରୂପକ ମାନେ ଲୁହକୁ ସମର୍ପଣ କରିକି ଉପାସନା କରୁଛି ତୋର ଆଉ ଗୋଟେ ହଉଛି ମାନସ କମଳ ଅର୍ପଣ କରି ମାନସ କମଳ ହେଲା ପଦ୍ମ ମାନସ ହେଲା ମନ ରୂପକ ପଦ୍ମ ତୋର ମନ ରୂପକ ପଦ୍ମକୁ ଏବଂ ମୋର ଆଖିର ଲୁହକୁ ଅର୍ଥ କରି ତତେ ଅର୍ପଣ କରିକି ମୁଁ ଅତି କାତରରେ ଅତି କାତର ଭୟ ହବନି କାତର ପ୍ରକୃତ ଅର୍ଥ ଭୟ କିନ୍ତୁ ଏଇଠି ତାଙ୍କର ବିଲୋପ ସେ ଡାକୁଛି କଣ କରିବ ମାନେ ମୋର ପାଣି ଦରକାର
ନିରବତା ସହିତ ତମକୁ ଡାକୁଛି ତୋ ପାଖରେ ଅଭାବ ଅଛି ବୋଲି ମୁଁ ଡାକୁଛି କହୁଛି ଯେ ଆସ ପୁଷ୍ପପୁରରେ ଏଇ ଯୋଉ ପୁଷ୍ପପୁରରେ ତୁମେ ଅଛ ସେଠି ତୁମେ ସ୍ୱକର୍ମ ସାରି ନିଜର କର୍ମ ଯୋଉଥିପାଇଁ ଆସିଛ କର୍ମ ସାରିକି ଉତ୍କଳ ପଥରେ ଗତି କରିବ ପୁଣି ଉତ୍କଳକୁ ଯିବୁ ଉତ୍କଳ ପଥରେ ଗତି କରିବୁ ତାପରେ ଗଲା ପରେ ସେ ବତେଇବି କୋଉ ରାସ୍ତା ଦେଇକି କୋଉଠିକି ଯିବୁ କୋଉଠି ପହଞ୍ଚିବୁ କଣ କରିବୁ